କୁନି କୁନି ପିଲାମାନେ, ଆଜି ପୁଣି ଗୋଟେ ନୂଆ ଗପ ନେଇ ଆସିଛି। ଶୁଣିବ? ମନ ଦେଇ ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ଗୋଟେ ଛେଳି ଜଗୁଆଳି ରହୁଥିଲା। ତାର ବହୁତ ଗୁଡ଼ାଏ ଛେଳି ଥିଲେ। ସେ ସବୁଦିନ ପାଖ ଜଙ୍ଗଲକୁ ନେଇ ଛେଳିମାନଙ୍କୁ ଦିନ ସାରା ବୁଲେଇ ବୁଲେଇ ଛେଳିମାନେ ସବୁ ଖାଇବେ। ବିଭିନ୍ନ ଗଛର ଡାଳ ପତ୍ର ସବୁ ଖାଇବେ। ସବୁ ଖୁଏଇ ପିଏଇ ସନ୍ଧ୍ୟା ସୁଦ୍ଧା ପୁଣି ନିଜ ଘରକୁ ନେଇକି ଆସେ। ହେଲେ ସେଇ ଯେଉଁ ଛେଳିମାନଙ୍କୁ ସବୁ ନେଇକି ଯାଏ, ସେ କ'ଣ କରେ ନା, ସବୁଦିନ ଫେରିଲା ବେଳକୁ ଠିକ୍ ଗାଁ ମୁଣ୍ଡରେ ସବୁ ଛେଳିକି ଅଟକେଇକି ଟିକେ ଗଣି ଦିଏ। କାଳେ କେଉଁ ଛେଳି ଆଉ ରହିଗଲା କି ଜଙ୍ଗଲରେ। ମାର୍କ କରି କରି ସେ ଦେଖେ। ସବୁଦିନ ଏମିତି ଦେଖି ସାରିଲା ପରେ ସବୁ ଛେଳିକି ନେଇକି ଆସେ। ସବୁଦିନ ଦିନ ପରେ ଦିନ ଏମିତି ସେ ନିଏ। ଥରେ କ'ଣ ହେଇଛି ନା, ସିଏ ରିଟର୍ନ ଆସିଲା ବେଳେ ଯେତେବେଳେ ଦେଖିଲା ଯେ ସବୁ ଛେଳିଙ୍କୁ ଅଟକେଇକି ଯେତେବେଳେ ଦେଖିଲା ଗୋଟି ଗୋଟି ଗଣିକି ଦେଖିଲା ଯେ ଗୋଟିଏ ଛେଳି ନିଅଣ୍ଟିଆ ଅଛି। ସେ ବହୁତ ଖୋଜିଲା। ସେ ଭାବିଲା କେଉଁ ଛେଳିଟା। ତାର ମନେ ପଡ଼ିଲା ଯେ ଗୋଟେ ଛେଳିଟାର ଗୋଡ଼ଟା ଟିକେ ମାଡ଼ ହେଇଯାଇଥିଲା, ସେଠି ଛୋଟେଇ ଚାଲୁଥିଲା, ଆଉ ସେଇଠି ବୋଧେ ପଛରେ ରହିଗଲା। ଆଉ କ'ଣ କରିବ, ଏଣେ ସନ୍ଧ୍ୟା ହେଇ ଆସୁଛି। ସେ କ'ଣ କଲା, 2-4ଟା ଲୋକକୁ ପଠେଇଲା। କହିଲା ଟିକେ ଯାଇ ଜଙ୍ଗଲକୁ ଦେଖିଦେଇକି ଆସ, ଏ ପାଖ ଆଖରେ ଥିବ ମୋ ଛେଳିଟା। କାରଣ ଏତେ ସବୁ ଛେଳିକି ତ ଆଉ ମୁଁ ନେଇକି ପୁଣି ଯାଇପାରିନି ଖୋଜିବାକୁ। ଲୋକ 2-3 ଜଣ ଗଲେ ଜଙ୍ଗଲକୁ ଖୋଜିବାକୁ। ଇଏ ଆର ବାକି ସବୁ ଛେଳିକୁ ନେଇକି ଘରକୁ ପଳେଇ ଆସିଲା। ଲୋକ ଗୁଡ଼ାକ ଗଲେ, ପାଖ ଆଖରେ ଯେତେ ଖୋଜିଲେ, ଚିଲେଇଲେ, ଡାକିଲେ, କେଉଁ ଛେଳି କାହିଁ ଶୁଣନ୍ତା। ଏଣେ ସନ୍ଧ୍ୟା ହେଇ ଆସୁଛି। ସେମାନେ କ'ଣ କଲେ, ଫେରି ଆସିଲେ। ଆସିକି ତାକୁ କହିଲେ ଯେ ନାରେ, ଆମେ ବହୁତ ଖୋଜିଲୁ, ଛେଳିକୁ କାହିଁ ଜମା ପାଇଲୁନି। ଛେଳି ଜଗୁଆଳି ବିଚାରା ମନ ଦୁଃଖ କଲା, କୁଆଡ଼େ ରହିଗଲା ଛେଳିଟା। ହେଲେ ରହିଗଲେ କିଛି ନାହିଁ, ରାତାରାତି କାଳେ ତାକୁ କେଉଁ ବାଘ କି ଭାଲୁ କିଏ ଖାଇଦେବ, ଆଉ କ'ଣ ସକାଳୁ ଆଉ ପାଇବ। ଏହା ଭାବିକି ସେ ମନ ଦୁଃଖ କରି ରହିଲା। ଯେମିତି ରାତି ପାଇଛି, ସେ ପୁଣି ସବୁ ଛେଳିଙ୍କୁ ନେଇକି ସେଇ ରୁଟ୍ରେ ଯେଉଁ ପଟେ ସେ ଯାଇଥିଲା ଗଲା କାଲି, ସେଇ ରୁଟ୍ରେ ପୁଣି ଗଲା। ଚାରିଆଡ଼େ ବୁଲେଇ ବୁଲେଇ ଖୋଜୁଥାଏ। ଛେଳିମାନେ ଚରନ୍ତି, ଇଏ ତାର ଖୋଜୁଥାଏ। ଖୋଜି ପାଇଲାନି। ନ ପାଇକି ସେଦିନ ଫେରି ଆସିଲା ପୁଣି ଛେଳିକି ନେଇକି। ତାପରେ ଆସ୍ତେ ଆସ୍ତେ 2-4 ଦିନ ଖୋଜିଲା। ଯେତେବେଳେ 2-4 ଦିନ ଯାକ ନ ମିଳିଲା, ଆସ୍ତେ ଆସ୍ତେ ସେ ଭୁଲିଗଲା। ସିଏ ଭାବିଲା ନିଶ୍ଚୟ କେଉଁ ବାଘ କି ଭାଲୁ କ'ଣ ଖାଇଦେଲା ବୋଧେ ମୋ ଛେଳିକୁ, ଆଉ ଭାବିକି ରହିଛି। ଏଣେ କ'ଣ ହେଇଛି ନା, ଆକ୍ଚୁଆଲି ଯେଉଁ ଛେଳିଟାର ଗୋଡ଼ଟା ଟିକେ ମାଡ଼ ହେଇଥିଲା, ଯେଉଁଟା ହଜି ଯାଇଥିଲା, ସେ ଛେଳିଟି ଜଙ୍ଗଲରେ ଯେତେବେଳେ ଅଲଗା ଛେଳିମାନେ ଚରି ଆଗକୁ ପଳାଉଥିଲେ, ସେ ଛେଳିଟି କ'ଣ କରିଛି, ଟିକେ ପଛରେ ରହିଯାଏ। ଯେହେତୁ ଗୋଡ଼ଟା ଛୋଟେଇ ଗଲା ଭିତରେ ଛେଳି ସବୁ ଆଗକୁ ପଳେଇଛନ୍ତି। ଇଏ ଆଉ ରାସ୍ତା ପାଇନି। ଇଏ କେତେ ମେଁ ହେଇଛି, କିନ୍ତୁ ଛେଳି ଜଗୁଆଳି ତାର ଶବ୍ଦ ଶୁଣିପାରିନି। ତେଣୁ ତାକୁ କେହି ଅଟକେଇ ନାହାନ୍ତି। ତ ସବୁ ପଳେଇଲା ପରେ ସିଏ ବିଚାରା କ'ଣ କରିବ। ତାକୁ ରାତି ଯେତେବେଳେ ଅଧ ହେଇଛି, ତାକୁ ଭାରି ଡର ମାଡ଼ିଛି। ସିଏ କ'ଣ କରିଛି, ଲୁଚି ଛପି ଅନ୍ଧାରରେ ଯାଇ ଗୋଟେ ପଥର ଖୋଲ ଭିତରେ ଲୁଚିକି ରହିଛି। ରାତି ସାରା ରହିଲା। ପୁଣି ଯେତେବେଳେ ଦିନ ହେଇଗଲା, ବାହାରକୁ ଆସିଲା। ବାହାରକୁ ଆସିକି ଛେଳି ଜଗୁଆଳି କେତେ ଖୋଜିଲା, ପାଇଲାନି। ନ ପାଇଲେ ସିଏ ଆଉ କ'ଣ କରିବ। ସିଏ ତାର ଡାଳପତ୍ର ଖାଉଥାଏ, ମଝିରେ ମେଁ ହେଉଥାଏ, ଚାଲିଥାଏ। ଏମିତି ହେଇ ଯେତେବେଳେ ଆସ୍ତେ ଆସ୍ତେ 1-2 ମାସ ପଳେଇଲା, ସିଏ ତ ଆଉ ରାସ୍ତା ପାଇଲାନି ଫେରିକି ଆସିବା ପାଇଁ। ସିଏ ସେ ଜଙ୍ଗଲରେ ଡାଳ ପତ୍ର ସବୁ ଖାଇ ପୁରା ମସ୍ତ ଗୋଟେ ମୋଟୁ ହେଇକି ଆରାମସେ ରହିଲା। ଦିନ ସାରା ସିଏ ଡାଳ ପତ୍ର ଖାଇବ, ରାତି ହେଇଗଲେ କେଉଁ ଗୋଟେ ପଥର ଖୋଲ ଦେଖି ପଶିଗଲେ। ଏମିତି ବୁଲୁ ମଝିରେ ଗୋଟେ ଦିନ କ'ଣ ହେଇଛି ନା, ଗୋଟେ ବିଲୁଆ ସହିତ ସେ ମୁହାଁମୁହିଁ ଭେଟ ହେଇଗଲା। ଭେଟ ହେଇଗଲେ ବିଲୁଆ ହଠାତ୍ ଟିକେ ଛାନିଆ ହେଇଗଲା। କାରଣ ଏ ଛେଳିଟି ଖାଇ ପିଇକି ପୁରା ହୃଷ୍ଟପୃଷ୍ଟ ହେଇଯାଇଛି। ଦ୍ୱିତୀୟରେ ଆଉ ଟିକେ ଦାଢ଼ି ଅଛି। ଛେଳି ଦାଢ଼ି ଦେଖିଥିବ ବିଲେ, ଛୋଟିଆ ଲମ୍ବା ହେଇଥାଏ। ଛେଳି ଦାଢ଼ି ଦେଖିକି, ଏତେ ମୋଟାସୋଟା ଦେଖି ସେ ହଠାତ୍ ଛାନିଆ ହେଇଗଲା। ସେ ବିଲୁଆ ଜାଣିପାରିଲାନି ଯେ ଏଇଟା ଗୋଟେ ଛେଳି। ତେଣୁ ସେ ଛାନିଆ ହେଇ 2-4 ପାହୁଣ୍ଡ ପଛକୁ ପଳେଇଲା। ପଛକୁ ଯାଇ ଗୋଟେ ଗଛ ଆଢ଼ୁଆଳରେ ରହିକି ଲୁଚିକି ଦେଖିକି ଜାଣିପାରିଲା ଯେ ଆରେ ଏଇଟା ମୋଟାସୋଟା ହେଇଛି ସିନା, ଆକ୍ଚୁଆଲି ଗୋଟେ ଛେଳି। ବିଲୁଆର ତ ଖତରନାକ ମାଇଣ୍ଡ। ସିଏ ସାଙ୍ଗେ
ଚିନ୍ତା କଲା କ'ଣ କଲେ ଏ ଛେଳିଟାକୁ ଖାଇ ହେବ। ଛେଳି ବି ଦେଖିଲା, ଏତେ ଦିନ ଜଙ୍ଗଲରେ ବୁଲିଲା ଭିତରେ ତ କେଉଁ ପଶୁଜନ୍ତୁ ଦେଖିନଥିଲି, ଆଜି ବିଲୁଆଟେ ଦେଖିଲା ମୋତେ, ଦେଖିକି ରିଟର୍ନ ପଳେଇଲା ସାଙ୍ଗେ ସାଙ୍ଗେ। ଇଏ ବିଲୁଆକୁ ବିଶ୍ୱାସ ନାହିଁ, ଇଏ ବି କ'ଣ ଗୋଟେ କରିଥିବ, ଏହା ଭାବିକି ଛେଳି ବି ସତର୍କ ହେଇକି ଚାଲିଛି। ହେଲେ ବିଲୁଆ ତାର ଗଲା ମନେ ମନେ ଗୋଟେ ପ୍ଲାନ୍ ଚିନ୍ତା କଲା ଯେ କେମିତି ଏ ଛେଳିଟାକୁ ମାରି ହେବ। ଯାଇକି ଖୋଜି ଖୋଜି ଯାଇ ବାଘ ମାମୁଁ କେଉଁଠି ଅଛି ଖୋଜି ଖୋଜି ଯାଇକି ବାଘ ମାମୁଁ ତାର ପର୍ବତ ଗୁମ୍ଫାରେ ଶୋଇଛି। ବିଲୁଆ ତାର ଯାଇ ପହଞ୍ଚିଲା। ବିଲୁଆ ପହଞ୍ଚିଲେ ବିଲୁଆ ଟିକେ ଦୂରରେ ରହିଲା, କାରଣ ବିଲୁଆ ସତର୍କ, ବାଘକୁ ଯଦି ଭୋକ ହେଉଥିବ ସେ ବିଲୁଆକୁ ବି ମାରିଦେବ, କିଛି ବିଶ୍ୱାସ ନାହିଁ। ତେଣୁ ଟିକେ ଦୂରରେ ରହି କହିଲା, ବାଘ ମାମୁଁ, ବାଘ ମାମୁଁ କ'ଣ କରୁଛ? ବାଘ କହିଲା, କିରେ ବିଲୁଆ, କ'ଣ ହେଲା, କେତେ ଦିନ ପରେ କ'ଣ ଏପଟେ ଆସିଲୁ? ନା ଆଉ ତମେ ତ ଆଉ ଜଙ୍ଗଲ କଥା କିଛି ବୁଝୁନ, ମୋର ହାଲଚାଲ କିଛି ପଚାରୁନ, ମୁଁ ବଡ଼ ଦୁଃଖରେ ଅଛି, ଏମିତି ଦୁଃଖ କରିକି କହିଲା। ବାଘ କହିଲା, ଆରେ କ'ଣ କହିବାର ଅଛି ସିଧା କଥା କହ, ତୁ ଏ ଚାଲାକ କଥା ମୋତେ କାହିଁ ଶୁଣଉଛୁ, କ'ଣ କହିବାର ଅଛି କହ, ନହେଲେ ନାହିଁ ଯା, ମୁଁ ଟିକେ ରେଷ୍ଟ ନେଉଛି। ବିଲୁଆ କହିଲା, ରେଷ୍ଟ ନେବ ଯେ ତମକୁ ଗୋଟେ ବଢ଼ିଆ ଖାଦ୍ୟଟେ ଦେଖେଇକି ଆସ। ଖାଦ୍ୟ ମାନେ ଖାଦ୍ୟଟା ହେଇଛି ଗୋଟେ ସାଂଘାତିକ ଖାଦ୍ୟ, ଆଉ ତମେ ଖାଇଲେ ତମର ପାଟି ପୁରା ବହୁତ ଭଲ ଲାଗିବ ତମକୁ। ତମେ ଖାଇବ, ମୋତେ ବି ଟିକେ ଦେବ, ମୁଁ ବି ଟିକେ ଖାଇବି ଆଉ। ବାଘ କହିଲା, ହଉ ଚାଲ, ଯଦି ସେମିତି ସତ କଥା କହିକି ଯଦି ନେଉଛୁ ଚାଲ, ଯଦି ଭୁଲ ହେଲା କଥା କହିଲି ତତେ ଆଗେ ଦେବି। ବିଲୁଆ କହିଲା, ମୁଁ କାହିଁ ମିଛ କହିବାକୁ ମାମୁଁ, ଚାଲ ତମେ, କହିକି ନେଲା। ନେଇ ଯେଉଁଠି ଛେଳି ଥିଲା ସେଇଠିକି ନେଲା ବେଳେ ଛେଳି ତ ଆଗରୁ ବିଲୁଆକୁ ଦେଖିକି ଟିକେ ସତର୍କ ହେଇଯାଇଛି। ଛେଳି କ'ଣ କରୁଛି, ଗୋଟେ ବଡ଼ ଉଇ ହୁଙ୍କାଟେ ଥିଲା, ସେ ଉଇ ହୁଙ୍କା ପଛପଟେ ଲୁଚିକି ଦେଖୁଛି ଯେ କ'ଣ ବିଲୁଆ କାଳେ କ'ଣ ଅସୁବିଧା କରିବ କି। ଦେଖିଲା ଯେ ଆଗେ ଆଗେ ବାଘ ଆସୁଛି, 2-4 ଷ୍ଟେପ୍ ଛାଡ଼ି ବିଲୁଆ ବି ଆସୁଛି। ଇଏ ଜାଣିଦେଲା, କହିଲା ଇଏ ବିଲୁଆ ବତେଇକିଆକୁ ପଠେଇଛି। କିଛି ସମୟ ଅପେକ୍ଷା କଲା। ବାଘ ଯେତେବେଳେ ଆଉ ଟିକେ ପାଖକୁ ଆସିଲା, ବିଲୁଆ ତାର ଆଉ ଟିକେ ଦୂରରେ ରହିଗଲା, କାରଣ ବିଲୁଆ ଜାଣିଛି କାଳେ ଯଦି ଛେଳି ନ ମିଳେ କହିଲେ ବାଘ ଆଗେ ବିଲୁଆକୁ ଦଣ୍ଡ ଦେବ, ତେଣୁ ସିଏ ଦୂରରେ ରହିଗଲା। ବାଘ ଆସିକି ସେଇ ଜାଗାରେ ପହଞ୍ଚିକି ଚାରିଆଡ଼ୁ ଚାହିଁଲା, କେଉଁଠି ତ ଛେଳି ଫେଳି କିଛି ନାହିଁ। ବାହୁଡ଼ିକି ଆଗରେ ବିଲୁଆ ଆଡ଼େ ଚାହିଁଲା, ଦେଖିଲା ବେଳକୁ ବିଲୁଆ ବି କିଛି ଦୂର ପଳେଇଲାଣି। ବାଘ କହିଲା, ବିଲୁଆ ପଳେଇଲାଣି, କିନ୍ତୁ ମୋତେ ଏଠିକି ପଠେଇଲା କାହିଁକି, ନିଶ୍ଚୟ ଏଠି କ'ଣ ଥିବ କହିକି ସିଏ ଶୁଙ୍ଘିବାକୁ ଚେଷ୍ଟା କଲା। ବାଘର ତ ଶୁଙ୍ଘିବା ଶକ୍ତି ବହୁତ ଟାଣ, ସେ ଜାଣିଦିଏ, ବାସ୍ନାରେ ଜାଣିଦିଏ କେଉଁଠି ପାଖାପାଖି ଖାଦ୍ୟ ଅଛି, ହରିଣ, ଠେକୁଆ, ଯାହା ବି କିଛି ଥିବ। ଶୁଙ୍ଘିବା ଆରମ୍ଭ କଲେ ଛେଳିଟି ଜାଣିଦେଲା, କହିଲା, ଆରେ ଏବେ ନହେଲେ ଆଉ କିଛି ସମୟ ଭିତରେ ବାଘ ଜାଣିଦେବ ଯେ ମୁଁ ଏଠି ଅଛି, କ'ଣ କରିବି। ଛେଳି ତାର ମନେ ମନେ ଗୋଟେ ଚିନ୍ତା କଲା। ସେ କ'ଣ କଲା, ସେ ଉଇ ହୁଙ୍କା ପଛପଟେ ରହିକି ମୁଣ୍ଡଟି ଟେକିକି ଟିକେ ଜଷ୍ଟ ଉପରକୁ ଚାହିଁଲା, ଯେମିତି ବାଘକୁ ଆଉ କିଛି ଦେଖାଯିବନି, ଖାଲି ଛେଳି ମୁଣ୍ଡଟା ଦେଖାଯାଉଛି, ସେଇଭଳିଆ ଅବସ୍ଥାରେ ରହିକି ପାଟିକଲା, ମେଁ କରି ପାଟିକଲା। ବାଘ ଚାହିଁଲା ଛାନିଆ ହେଇକି, କ'ଣ ଗୋଟେ ମେଁ ମାଁ କ'ଣ ହେଲାଣି। ଇଏ ଦେଖିକି କହିଲା, ବାଘକୁ ଦେଖିକି ଇଏ ଛେଳି କହୁଛି, ମେଁ 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 କା ମାଣିକ ରଜା, ଶିଙ୍ଗ 2ଟା ଗୋଜା ଗୋଜା, ଗୋଟେ ଶିଙ୍ଗରେ ପର୍ବତ ଟାଳେ, ଦ୍ୱିତୀୟ ଶିଙ୍ଗରେ ବାଘକୁ ମାରେ। କହିଲେ ବାଘ ହଠାତ୍ ଛାନିଆ ହେଇଗଲା। ଏକ ତ ବାଘ ଏତେ ହୃଷ୍ଟପୃଷ୍ଟ ମୁଣ୍ଡ ଦେଖିନି, ଦ୍ୱିତୀୟରେ କେବଳ ମୁଣ୍ଡଟା ଦେଖାଯାଉଛି, ମୁଣ୍ଡ ଉପରେ 2ଟା ଶିଙ୍ଗ ଅଛି, ଆଉ ଛେଳି ଦାଢ଼ି ଗଣ୍ଡେ ଅଛି, ଆଉ କିଛି ତାକୁ ଦେଖାଯାଉନି। ବାଘ ଭାବିଲା ଇଏ ଗୋଟେ ନୂଆ ପ୍ରକାର ଜୀବ କ'ଣ ଆସିଛି ଜଙ୍ଗଲକୁ। ଛାନିଆ ହେଇକି ବାଘ କ'ଣ କଲା, ହଠାତ୍ ଧାଇଁକି ପଳେଇଲା। କହିଲା ପଳାଏ ଏଠୁ, ପଛେ ଦେଖିବା। ଧାଇଁକି ପଳେଇବାରୁ ବିଲୁଆ ଲୁଚିକି ଦେଖୁଥିଲା ଦୂରରେ। ବିଲୁଆ କହିଲା, ବାଘ ମାମୁଁ ରୁହ ରୁହ ରୁହ, ନା ଆରେ ଦୁଷ୍ଟ, ତୁ ଗୋଟେ କେଉଁ ଜନ୍ତୁ ହାବୁଡ଼କୁ ମୋତେ ପଠେଇଥିଲୁ, ସେ ମୋତେ ମାରି ଦେଇଥାନ୍ତା। ବିଲୁଆ କହିଲା, ନା ନା, ତମେ ମୋ କଥା ବିଶ୍ୱାସ କର, ତମେ ମୋ ସହିତ ଚାଲ, ମୁଁ ଦୂରରେ ଥାଇକି ଦେଖିଛି ସବୁ, ସେଟା ଛେଳିଟା, ତମେ ଚାଲୁନ ମୋ ସହିତ। ନା କାହିଁକି ମୁଁ ଯିବି, ନା ତୁ ଗୋଟେ କାମ କର, ତମକୁ ଯଦି ବିଶ୍ୱାସ ଅଛି ମିଶିକି ଯିବା, ଚାଲ, ମୁଁ ବି ତମ ସାଙ୍ଗରେ ସାଙ୍ଗେ ଯିବି, ଆଉ ଜମା ପଛରେ ରହିବିନି। ପୁଣି ଫେରିକି ଆସିଲେ ମିଶିକି। ହେଲେ ଛେଳି ଦୂରରୁ ଦେଖିଲା ଯେ ବିଲୁଆ ବାଘ ମାମୁଁ ସଙ୍ଗେ ସଙ୍ଗେ ଆସୁଛି। ଛେଳି କହିଲା, ଏଇ 2ଟାକୁ ଆଜି ଦେବାକୁ ପଡ଼ିବ, କାରଣ ବିଲୁଆ ବତେଇକି ଆଣିଛି, ଆଉ ଯିବନି। ଯେମିତି ପାଖକୁ ପଳେଇ ଆସିଲେ ସେମାନେ, ହୁଙ୍କା ସେପଟେ ଥାଇକି, ଉଇ ହୁଙ୍କା ସେପଟେ ଥାଇକି ଛେଳି କହିଲା, କିରେ ବିଲୁଆ,
ତତେ କହିଥିଲି ବାଘ ଆଣିବାକୁ, ଏତେ ଡେରି କଲୁ? ତୁ କ'ଣ ଜାଣିନୁ ମୁଁ କେବଳ ବାଘ ମାଂସ ଖାଏ, ମୁଁ ଆଉ କିଛି ଖାଏନି। ଜଲ୍ଦି ଆଣ। ହଉ ଆଣିଛୁ ତ ଗୋଟିଏ, ଜଲ୍ଦି ଆଣ କହିଲେ। ବାଘ କହିଲା, ଭାବିଲା ଏଇ ବିଲୁଆ ବୋଧେ ପ୍ଲାନ୍ କରି ମୋତେ ଆଣିଛି ଆଉ। ରକ୍ଷା ନାହିଁ କହି ବାଘ ପୁଣି ବାହୁଡ଼ିକି ଧାଇଁଲା। ଧାଇଁଲେ ବିଲୁଆ ପୁଣି ତାକୁ ଗୋଡ଼େଇଲା। ଗୋଡ଼େଇ କିଛି ବାଟ ଯାଇକି ଧରିଲା। ଧରିକି କହିଲା, ବାଘ ମାମୁଁ ତମେ ଜମା ତା କଥା ଶୁଣନି, ସେଇଟା ଛେଳିଟା। ନା ତୁ ତୋର ବିଲୁଆଟା, ସିଏ ତ ବାଘ ଖାଏ ବୋଲି କହୁଛି, ମୋତେ ସିଏ ଖାଇବ, ତୁ ଏଠୁ ପଳେଇବୁ ମୋତେ ଖସିକି। ବିଲୁଆ କହିଲା, ଠିକ୍ ଅଛି, ତମକୁ ଯଦି ଏତେ ଅବିଶ୍ୱାସ, ଗୋଟେ କାମ କର, ତମ ଲାଞ୍ଜ ସହିତ ମୋ ଲାଞ୍ଜ ବାନ୍ଧିଦେବା, ମିଶିକି ଯିବା। ଯଦି ତମକୁ ଖାଇଦେବ ବୋଲି ଭାବୁଛ, ମୁଁ ବି ତ ବନ୍ଧା ହେଇଥିବି ନା, ମୁଁ ଆଉ କୁଆଡ଼େ ଯିବି। ଏଇ କଥାରେ ବାଘର ମନ ପାଇଲା। କହିଲା, ହଉ ଠିକ୍ ଅଛି। ବାନ୍ଧିଦେଲେ। ଆ ଲାଞ୍ଜକୁ ତା ଲାଞ୍ଜ ବନ୍ଧା ହେଇଗଲା। ଦି ଜଣ ଯାକ ମିଶିକି ପୁଣି ଆସିଲେ। ଏଥର ଛେଳି କହିଲା, ମୋତେ ମାରିଦେବେ ବୋଧେ ଆଉ, ବନ୍ଧାବନ୍ଧି ହେଇକି ଆସିଲେଣି ଆଉ। ହଉ ଠିକ୍ ଅଛି କହିକି ଅପେକ୍ଷା କଲା। ଯେମିତି ସେମାନେ ଟିକେ ପାଖକୁ ପଳେଇ ଆସିଲେ, ପୁଣି ଛେଳି ଚିଲେଇଲା, ମେ ମେ କା ମାଣିକ ରଜା, ସିଂହ ଦିଟା ଗୋଜା ଗୋଜା, ଏକ ଶିଙ୍ଗେ ବାଘକୁ ମାରେ, ଦ୍ୱିତୀୟ ଶିଙ୍ଗେ ପର୍ବତ ଟାଳେ। ହଉରେ ବିଲୁଆ, ବାନ୍ଧିକି ଆଣିଛୁ ତ ବାଘକୁ, ଠିକ୍ ଅଛି, ଆଣେ ଆଣେ। ଗଲାଥର ସିଏ ଖସିକି ପଳେଇଥିଲା ଧାଇଁକି, ଆଣେ ଆଣେ, ତାକୁ ଆଗେ ଖାଇସାରେ, ତାପରେ ଆଉ ଗୋଟେ ଆଣିବା କହିକି ଗର୍ଜନ ମେଁ କରି ଯେମିତି ସେ ଉଇ ହୁଙ୍କା ଉପରେ ଟିକେ ଶିଙ୍ଗ ମାରିକି ତାଡ଼ିଦେଲା ଶିଙ୍ଗଟାରେ ଉଇ ହୁଙ୍କାଟା। ବାଘ ଦେଖିଲା ଉଇ ହୁଙ୍କା ଭାଙ୍ଗିଲାଣି, ରକ୍ଷା ନାହିଁ, ଇଏ ବିଲୁଆ ବୋଧେ ପ୍ଲାନ୍ କରିକି ଆଣିଛି ମୋତେ ମାରିବାକୁ ଆଉ। ଆଉ ଶୁଣିଲାନି ବାଘ, ଦୌଡ଼ିଲା ଯେ ଦୌଡ଼ିଲା। ବିଲୁଆ ଚିଲଉଛି, ବାଘ ମାମୁଁ ରୁହ ରୁହ, ମୁଁ ପଡ଼ିଗଲି, ମୁଁ ଭାଙ୍ଗିଯିବ ମୋ ଗୋଡ଼ ହାତ, ମୁଁ ମରିଯିବି। ବାଘ ଜମା ଶୁଣିଲାନି। ଧାଇଁ 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 5-7 କିଲୋମିଟର ଦୌଡ଼ିଲା ପରେ ସେ ଟିକେ ରେଷ୍ଟ ନେଇକି ଚାହିଁଲା ବେଳକୁ ବିଲୁଆ ବାଟ ସାରା ଛେଚି ହେଇ 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 ବିଲୁଆଟିର ପ୍ରାଣ ପଳେଇଛି। ବାଘ କହିଲା, ତୁ ମୋତେ ହଇରାଣ କରିବାକୁ ଯାଉଥିଲୁ ଟି, ଠିକ୍ ଅଛି, ତୁ ମର। ଛେଳି ବି ଆଡ଼େ କହିଲା, ଯା, ମୋତେ ହଇରାଣ କରିବାକୁ ଆସିଥିଲା ବିଲୁଆ, ନିଜେ ଗଲା। ତେଣୁ କୁହାଯାଉଛି, ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଆଜି ପାଇଁ ଏତିକିରେ ଗପ ସରିଲା। ବାଏ।